ଆସନ୍ତୁ ଭାଇ ଭଉଣୀ ମୋ ଯୀଶୁଙ୍କ ନାମରେ ସମସ୍ତଙ୍କୁ ନମସ୍କାର ଜଣାଉଛି। ସମସ୍ତେ ପ୍ରଭୁ ଯୀଶୁଙ୍କ ନାଁରେ ସମସ୍ତେ ଭଲ ଥିବେ ମୋର ବିଶ୍ୱାସ। ପ୍ରଭୁ ତମମାନଙ୍କୁ ସମସ୍ତଙ୍କୁ ପ୍ରଭୁ ସୁସ୍ଥ ସବଳ ରଖିଥିଲେ ମୋର ବିଶ୍ୱାସ। ସମସ୍ତେ ଭଲ ରହିବେ, ସମସ୍ତେ ପ୍ରଭୁଙ୍କ ପ୍ରତି ଆଗକୁ ବଢ଼ିଥିଲେ ମୋର ବିଶ୍ୱାସ। ଯେଉଁ ବଚନରେ ଆମେ ଶିଖୁଛୁ ସମସ୍ତେ ପ୍ରଭୁଙ୍କ ନିକଟକୁ ଆସୁଛୁ, ପ୍ରଭୁଙ୍କର ପରିଚୟ ପାଉଛୁ ଛୋଟ ଛୋଟ ବଚନ ଦ୍ୱାରା। ମୁଁ ଆଜି ବିଶ୍ୱାସ ବିଷୟରେ ମୁଁ କିଛି କହିବି। ବିଶ୍ୱାସ ମାଧ୍ୟମରେ ପ୍ରଭୁଙ୍କର ବାଇବେଲରେ କେତେ ପ୍ରଭୁଙ୍କର ଦାସ ଦାସୀ ମାନେ ପୁରାତନ ନିୟମରେ କେତେ ମାନେ ତାଙ୍କ ବିଶ୍ୱାସ ସହିତ କେତେ କାମ କରିଥିଲେ, ସେଇଟା ମୁଁ ତମାନଙ୍କ ବଚନ ମାଧ୍ୟମରେ ମୁଁ କହିକି ମୁଁ ଶିଖେ। ଫାଷ୍ଟ ଆମେ ପ୍ରଭୁଙ୍କ ନିକଟ ଆମ ନିଜ ଜୀବନକୁ ଦେବା, ତାପରେ ପ୍ରଭୁଙ୍କର ବଚନ ଆମେ ଶିଖିବା। ଧନ୍ୟବାଦ ଯୀଶୁ, ଧନ୍ୟବାଦ ଯୀଶୁ, ଧନ୍ୟବାଦ ରାଜା ଯୀଶୁ। ଆପଣଙ୍କ ସୁନ୍ଦର ବଚନ ମୋ ଜୀବନରେ ଦେବାନ୍ତ ଗୋଟେ ଧନ୍ୟବାଦ ଦେଉଛି। ସୁନ୍ଦର ଖାଦ୍ୟ ଦେବ, ଯେଉଁମାନେ ଖାଦ୍ୟ ଦେବା, ଯେଉଁମାନେ କାମ ଚାର ମାରି ନିଜର ଦୂରକୁ ଯୋଉ କରିବାର ଅଛି। ଏ ସୁନ୍ଦର ବଚନ ଆମ ଜୀବନରେ ଦେବାନ୍ତ ଗୋଟେ ଧନ୍ୟବାଦ ଦେଉଛି। ପ୍ରଭୁ ଯେଉଁମାନେ ବଚନ ଶିଖିବା ପାଇଁ ଯାଉଛନ୍ତି ତାଙ୍କର ବଚନ ଜ୍ଞାନ ବୁଦ୍ଧି କରିଥାଏ। ସେ ବଚନ ଶିଖି ବୁଝି କିନ୍ତୁ ସତ ମାରି ଚାଲିପାରିବେ, ସେଥିପାଇଁ ସାହାଯ୍ୟ କରି ପ୍ରଭୁ ତମର ଇଚ୍ଛା ତର ଉପସ୍ଥିତି କିଛି କରିପାରିବେ, ସେଥିପାଇଁ ସାହାଯ୍ୟ କରି ରାଜା। ଏ ସୁନ୍ଦର ବଚନ ମୋ ଜୀବନରେ କିନ୍ତୁ ଦେଇଛୁ ସମସ୍ତଙ୍କର ବଡ଼ ସେଥିପାଇଁ କହିଥିଲି ଯୀଶୁଙ୍କ ନାମରେ ମାଗୁଅଛି, ଶୁଣେ और दया को प्रार्थना करता हूं। ଆସନ୍ତୁ ମୁଁ ଫାଷ୍ଟ ମୁଁ ବଚନ ପଢ଼ିକି ତମମାନଙ୍କୁ ବଚନ ବିଷୟ ଶୁଣେଇବି। ରୋମୀୟ ଅଧ୍ୟାୟ 4:1। ଅବ୍ରାହମଙ୍କ ଉଦାହରଣ ଶୁଣନ୍ତୁ। ଅବ୍ରାହମଙ୍କର ଉଦାହରଣ ତମେ ଯଦି ପୁରାତନ ନିୟମରେ ପଢ଼ିଲେ ଅବ୍ରାହମଙ୍କର କିଛି ମାନେ ସେ ବିଶ୍ୱାସ ଦ୍ୱାରା ନିଜ ଗାଁ ଛାଡ଼ିକି ସେ ନେଇକି କ'ଣ କଲା, ପ୍ରଭୁ ଯୀଶୁ ଆପା ତାକୁ ଯେମିତି ପଥ ପରମ ପିତା ତାଙ୍କୁ କହିଲେ ତୁ ତୋ ଗାଁ ଛାଡ଼ିକି ତୁ ଗୋଟେ ଜାଗାକୁ ମୁଁ ନେବି, ସେ ଜାଗାରେ ତୁ ରହିବୁ ବୋଲି ମାନେ ମୁଁ ବଚନ ଦ୍ୱାରା ମୁଁ ତମମାନଙ୍କୁ ଶିଖାଇବା ପାଇଁ ଚାହୁଁଛି। ଆଜି ଆମେ କେତେ ବିଶ୍ୱାସରେ ପ୍ରଭୁଙ୍କ କାମ କରୁଛୁ, ସେଇଟା ହେଉଛି ଆମର ମାନେ ବଚନ ଯେଉଁଟା ଲେଖା ଅଛି ସେଇଟା ଗୋଟେ ଉଦାହରଣ। ଆମେ କେତେ ଆମେ ପ୍ରଭୁଙ୍କ ପ୍ରତି ବିଶ୍ୱାସ କରୁଛୁ। ଆମେ କିଛି ନ ଦେଖି କିଛି ନ ଶୁଣିକି ଆମେ ନା ବିଶ୍ୱାସ କରୁଛୁ, ନା ସବୁ କିଛି ଦେଖିକି ହିଁ ଆମେ ବିଶ୍ୱାସ କରୁଛୁ। ଆଜି ଆମେ ନିଜ ଜୀବନକୁ ଆମେ ପରୀକ୍ଷା କରାଯାଏ, ଆମେ କେଉଁ ଗତିରେ ଅଛୁ, ପ୍ରଭୁଙ୍କ ସହିତ ଆଗକୁ ବଢ଼ୁଛୁ ନା ଆମେ ମଣିଷ ସହିତ ଆଗକୁ ବଢ଼ୁଛୁ। ସେଇଥିପାଇଁ ଆମେ ପ୍ରଭୁଙ୍କର ବଚନ ଶୁଣିକି ବୁଝିବା। ତାହେଲେ ରୋମୀୟ ଅଧ୍ୟାୟ 4:1। ତାହେଲେ ଆମର ଜଗତକୁ ପୂର୍ବରୁ ପୁରୁଷ ଅବ୍ରାହମଙ୍କ ବିଷୟରେ କ'ଣ କହିପାରିବା? ସେ ବିଶ୍ୱାସ ବିଷୟରେ କ'ଣ ଶିଖିଲା? ଅବ୍ରାହମ ଯଦି ନିଜକୁ କର୍ମ ପାଇଁ ଧାର୍ମିକ ବୋଲି ଧରାଗଲା, ତାହେଲେ ସେଥିରେ ତାହାଙ୍କ ଗର୍ବ କରିବା କଥା। କିନ୍ତୁ ଅବ୍ରାହମ ପରମେଶ୍ୱର ଆଗରେ ଗର୍ବ ପାରିଲା ନାହିଁ। ଶାସ୍ତ୍ର କୁହେ ଅବ୍ରାହମ ପରମେଶ୍ୱରରେ ବିଶ୍ୱାସ ରଖିଲା, ପରମେଶ୍ୱର ତାହାଙ୍କର ବିଶ୍ୱାସ ଗ୍ରହଣ କଲା। ଏହା ଦ୍ୱାରା ପରମେଶ୍ୱରଙ୍କ ପ୍ରତି ସେ ଅବ୍ରାହମ ଧାର୍ମିକ ହେଲା। କ'ଣ କଲା? ସିଏ ନାଇଁକି ପ୍ରଭୁଙ୍କ ଦ୍ୱାରା ସେ ବିଶ୍ୱାସ ବିଷୟରେ କ'ଣ ଶିଖିଲା? ଅବ୍ରାହମ ଯଦି ନିଜକୁ କର୍ମ ପାଇଁ ଧାର୍ମିକ ହେଲା, କିନ୍ତୁ ତାହେଲେ ସେ ତାହାକୁ ଗର୍ବ କଲା। ସେ କର୍ମ ପାଇଁ ଧାର୍ମିକ ହେଲା, ହେଲେ ବି ସେ ଗର୍ବ କଲା ନାହିଁ। ସେ ପ୍ରଭୁଙ୍କ ଠାରେ ବିଶ୍ୱାସ କଲା, ତାପରେ ପ୍ରଭୁ ତାହାକୁ ନେଇ ତାର ବିଶ୍ୱାସକୁ ତାକୁ ଦୃଢ଼ କଲା। ଆମେ ଯଦି ପ୍ରଭୁଙ୍କର ଆଗରେ ବଢ଼ୁଛୁ, ପ୍ରଭୁଙ୍କ ନିକଟବର୍ତ୍ତୀ ହେଉଛୁ, ଆମେ ପ୍ରଭୁଙ୍କୁ ବିଶ୍ୱାସ କରୁଛୁ, ପ୍ରଭୁଙ୍କ ପାଇଁ ଆମେ କିଛି ତ୍ୟାଗ କରୁଛୁ ବୋଲେ ପ୍ରଭୁ ଆମମାନଙ୍କୁ ତା ନିକଟକୁ ଆମକୁ ଡାକୁ। ଆମେ ପ୍ରଭୁଙ୍କ ଠାରେ ଗୋଟେ ସ୍ନେହ ଭାଇ ଭଉଣୀ ହେଇକି, ନହେଲେ ସ୍ନେହଙ୍କ ଦାସୀ ହେଇକି ଆମେ ରହିବା। ଅବ୍ରାହମ ଏମିତି ବିଶ୍ୱାସ କରିଥାଏ, ନିଜ ଗାଁ ଲୋକମାନଙ୍କୁ, ଧନ ସମ୍ପତ୍ତି, ଭାଇ ଭଉଣୀ, ମା ବାପା ସମସ୍ତଙ୍କୁ ଛାଡ଼ିକି ସେ ତାର ସ୍ତ୍ରୀ ସାରା ସହିତ ହିଁ ସେ ନାଇଁକି ମିଶର ଦେଶକୁ ଗଲା। ମୁଁ ପଢ଼ି ଦେଉଛି ପଦ 4ରେ କ'ଣ ଲେଖା? କାମ କରୁଥିବା ଲୋକେ ମଜୁରୀ ବା ଦରମା ଦେବା ଦାନ ନୁହେଁ। ସେ ମଜୁରୀ ବା ଦରମା ଅର୍ଜନ କରିବା, କିନ୍ତୁ ଜଣେ ଲୋକ ପରମେଶ୍ୱର ପ୍ରତି ଧାର୍ମିକ ହେବା ଭଳି କାମ କରିପାରିବ ନାହିଁ। ତାହେଲେ ପରମେଶ୍ୱର ପ୍ରତି ବିଶ୍ୱାସ କରିବା ଉଚିତ। ତାହେଲେ ପରମେଶ୍ୱର ସେହି ଲୋକର ବିଶ୍ୱାସ ଗ୍ରହଣ କରନ୍ତି କି? ଓ ଏହା ତାହାକୁ ପରମେଶ୍ୱର ପ୍ରତି ଧାର୍ମିକ କରେ। ପରମେଶ୍ୱର ମନ୍ଦ ଲୋକକୁ ମଧ୍ୟ ଧାର୍ମିକ କରିପାରନ୍ତି। ଦାଉଦ ସେହି କଥା କହିଅଛନ୍ତି, ମଣିଷ ଯାହା କରିଅଛି ତାହାର ହିସାବ ନ କରି ପରମେଶ୍ୱର ଯେତେବେଳେ ତାହାକୁ ଧାର୍ମିକ ହିସାବରେ ଗଣିତ କରନ୍ତି, ସେ ଲୋକ ସେ ପ୍ରକୃତରେ ଧନ୍ୟ। ମାନେ କ'ଣ? ପ୍ରଭୁ ଦାଉଦ କ'ଣ କହୁଛି? ଯିଏ
ଦାଉଦଙ୍କ ସେଇ କଥା କହିଅଛି, ମଣିଷ ଯାହା କରୁଛି ତାହା ବିଶ୍ୱାସ ନ କରି ପରମେଶ୍ୱର ଯେତେବେଳେ ତାହାଙ୍କୁ ଧାର୍ମିକ ହିସାବରେ ଗଣନ୍ତି, ସେ ଲୋକ ପ୍ରକୃତରେ ଧନ୍ୟ। ମାନେ ପ୍ରଭୁ ଯେତେବେଳେ ଆମମାନଙ୍କୁ ବିଶ୍ୱାସ ସହିତ ଧାର୍ମିକ ସହିତ ଆମେ ଭାବୁନୁ ଯେ ଆମେ କ'ଣ କରୁଛୁ, ବାକି ପ୍ରଭୁ ଆମର ହର ଏକ କାମ ଆମେ ଯେଉଁଟା କାମ କରୁଛୁ ପ୍ରଭୁ ଆମର ସବୁ କିଛି ଜାଣୁଛି, ସବୁ କିଛି ହିସାବ ରଖୁଛି। ପ୍ରଭୁ ଯଦି ଆମକୁ ଅୱାର୍ଡ଼ ଦେବ, ତମେ ଭଲ କାମ କଲ, ଆମେ ଯେମିତି ଗୋଟେ ଭଲ କାମ କଲେ ଆମକୁ ଏଇଠି ପୁରସ୍କାର ମିଳୁଛି, ସେମିତି ପ୍ରଭୁ ଯଦି ଆମକୁ ଧନ୍ୟ କହିଲା, ତମେ ଗୋଟେ ଭଲ ଗୁଡ୍ ମା ବାପା ନହେଲେ ମୋର ପ୍ରଭୁଙ୍କର ଦାସ ଦାସୀ ନହେଲେ ଆମେ ପ୍ରଭୁଙ୍କ ଭାଇ ଭଉଣୀ ହେଇକି ଆମେ ଯଦି ବଞ୍ଚିବା ପାଇଁ ଚାହୁଁଛୁ, ପ୍ରଭୁଙ୍କର ଜ୍ଞାନରେ ପ୍ରଭୁଙ୍କର ବଚନରେ ଆଗକୁ ବଢ଼ା, ପ୍ରଭୁଙ୍କ ଠାରେ ବିଶ୍ୱାସ ରଖିବା। ଆମେ ଦୁଇଟା ଜିନିଷ କର୍ମ ଆଉ ବିଶ୍ୱାସ ଦୁଇଟା ଯେମିତି ଅଛି ବୋଲେ ପ୍ରଭୁ ଆମମାନଙ୍କୁ ନିଶ୍ଚିନ୍ତ ଆମର ପ୍ରତିଫଳ ଦେବ। ପ୍ରଭୁ ଆମେ ଯଦି ଖାଲି ବିଶ୍ୱାସ କରି କର୍ମ କରବାନି ବୋଲେ ଆମର ସେ କର୍ମ ଆମେ ବିଶ୍ୱାସ କରି କିଛି ଫାଇଦା ନାହିଁ। ଦୁଇଟା ଜିନିଷ କରିବା, କର୍ମ ବି କରା ପ୍ରଭୁଙ୍କ ପ୍ରତି ବିଶ୍ୱାସ କରା। ଆମେ ପ୍ରଭୁଙ୍କୁ ଯଦି ବିଶ୍ୱାସ କରୁଛୁ ବୋଲେ ପ୍ରଭୁଙ୍କ ନାଁରେ ଆମେ କାମ କରିବା। ଆମେ ଯଦି ପ୍ରଭୁଙ୍କ ନାମରେ କର୍ମ କରୁଛୁ ବୋଲେ ଆମକୁ ବିଶ୍ୱାସ ବି କରିବା ଦରକାର ଯେ ପ୍ରଭୁ ନିଶ୍ଚିନ୍ତ ଆମକୁ ଯାହା ବି ଦେବ ଭଲ ଜିନିଷ ଦେବ, ବୁଦ୍ଧି ଜ୍ଞାନ ସବୁ ଦେଇଛି। ଦେଖନ୍ତୁ ଏଇଠି କ'ଣ ଲେଖା ହେଇଛି, ଆମକୁ ଏଇଠି ଶିଖଉଛି ଯେ ଆମେ ପ୍ରଭୁଙ୍କ ପ୍ରତି କେତେ ବିଶ୍ୱାସରେ ଅଛୁ। ଆମେ ମଣିଷମାନେ ଆଖିରେ ଯେଉଁଟା ଦେଖୁଛୁ ସେଇଟା ବିଶ୍ୱାସ କରୁଛୁ ନା, ଆମେ ନ ଦେଖିବି ପ୍ରଭୁଙ୍କ ପ୍ରତି ଆମେ ଆଗକୁ ବଢ଼ୁଛୁ। ଆମକୁ ଦିନେ ନା ଦିନେ ପ୍ରଭୁ ଆମକୁ ପୁରସ୍କାର ଦେବା। ଆମେ ଯେଉଁ ଭଲ କାମ କରୁଛୁ ଆମେ ପ୍ରଭୁ ନିଶ୍ଚିନ୍ତ ଆମମାନଙ୍କୁ ସବୁ କିଛିରେ ସାହାଯ୍ୟ କରେ। ତମେ ସେ ବିଶ୍ୱାସରେ ରହିଛ ନା ନାଇଁ? ଆମେ ସଂସାରରେ ଆମେ ଯେଉଁ ବି ଧନ ଯେଉଁ ବି ସମ୍ପତ୍ତି ନହେଲେ ଆମେ ଯେଉଁ ବି ଦୁଃଖରେ ଆମେ ଅଛୁ, ଏଇଟା ହିଁ ସବୁ ସ୍ୱର୍ଗ ନରକ ବୋଲି ଭାବିକି ଅଛୁ। ଏଇଟା ଆଜି ଏଇଟା ଆମକୁ ଶିଖେଇବ। ଦେଖନ୍ତୁ ରୋମୀୟ ଅଧ୍ୟାୟ 4 ପଦ 7ରେ କ'ଣ ଲେଖା ହେଇଛି, ଲୋକେ ପ୍ରକୃତିରେ ଧନ୍ୟ ଯେତେବେଳେ ସେମାନଙ୍କର ଅପରାଧୀ କ୍ଷମା କରାଯାଏ ଓ ଯେତେବେଳେ ସେମାନଙ୍କ ପାପ ଗୁଡ଼ାକ ତାହାଙ୍କୁ ଢାଙ୍କି ଦିଆଯାଏ। ପଦ 8ରେ କ'ଣ, ଓ ସେ ଲୋକମାନେ ପ୍ରକୃତରେ ଧନ୍ୟ ଯେତେବେଳେ ପାପ ରହିଥିବା ଭାବ ପରମେଶ୍ୱର ତାହାଙ୍କୁ ଗ୍ରହଣ କରିନାହାନ୍ତି। ମାନେ ଯେଉଁମାନଙ୍କର ପଦ 7ରେ କ'ଣ, ଯେଉଁମାନଙ୍କର ପାପ ନାହିଁକି ଘୋଡ଼ାଯାଏ, ଯେଉଁମାନଙ୍କର ପାପ କ୍ଷମା କରାଯାଏ ତାଙ୍କେ ଧନ୍ୟ। ଆଉ ଯେଉଁମାନେ ଲୋକମାନଙ୍କ ପ୍ରକୃତରେ ଧନ୍ୟ ଯେତେବେଳେ ପାପ ରହିତ ଭାବ ପରମେଶ୍ୱର ତାହାଙ୍କୁ ଗ୍ରହଣ କରିନିଅନ୍ତି। ମାନେ ପ୍ରଭୁ ଯେତେବେଳେ ଆମର ପାପ ଠାରେ ବି ପ୍ରଭୁ ଆମକୁ ଗ୍ରହଣ କରନ୍ତି, ଆମ ପ୍ରଭୁ ପାପ ଆମକୁ କ୍ଷମା କରେ, ସେତେବେଳେ ପ୍ରଭୁ କ'ଣ କହୁଛି, ତମେ ଧନ୍ୟ, ମୁଁ ତମମାନଙ୍କର ପାପ ମାନେ ଆମେ ଯଦି ଭୁଲ କରି ଚାଲୁଥିବା ହେଲେ ପ୍ରଭୁ ଆମମାନଙ୍କ ପାପ କ୍ଷମା କଲେ। ଆମେ ଯଦି ଫୁଲ୍ ଷ୍ଟପ୍ ଲଗେଇବା, ଆମେ ଯଦି ପାପ କରୁଛୁ, ହଁ ମୁଁ ଭୁଲ କରୁଛି, ମୁଁ ସେଟା ବନ୍ଦ କରିବି ବୋଲି ଯଦି ତମେ ସେମିତି କହିବ, ପ୍ରଭୁ ନିଶ୍ଚିନ୍ତ ତମମାନଙ୍କର ପାପକୁ କ୍ଷମା କରିଦେବ। ଗୀତ ସଂହିତାରେ କ'ଣ ଲେଖା ଅଛି, ଗୀତ ସଂହିତା ଅଧ୍ୟାୟ 32 ପଦ 1-2ରେ କ'ଣ ଲେଖା ଅଛି ଆମେ ପଢ଼ିକି ମୁଁ ତମମାନଙ୍କୁ ଶୁଣେଇବି। ଗୀତ ସଂହିତା 32 ପଦ 1-2ରେ କ'ଣ ଲେଖା ହେଇଛି ଆମେ ପଢ଼ା। ସରି 32 ଦାଉଦଙ୍କ ଏକ ଆଜ୍ଞା ଗର୍ଭ ଭଳି ଗୀତ, ଯାହାର ସବୁ ପାପ କ୍ଷମା କରାଯାଇଛି ସେ ବ୍ୟକ୍ତି ଧନ୍ୟ, ସେଇ ବ୍ୟକ୍ତି ଅଧିକ ଭାଗ୍ୟଶାଳୀ ଯେତେବେଳେ ତାହାର ସମସ୍ତ ପାପ ଧୋଇ ଦିଆଯାଇଅଛି। ଦେଖନ୍ତୁ ଦାଉଦ କ'ଣ ଲେଖିଛି ଗୀତ ସଂହିତାରେ, ଯାହାର ସବୁ ପାପ କ୍ଷମା କରାଯାଇଛି ସେ ବ୍ୟକ୍ତି ଧନ୍ୟ। ମାନେ ଯେଉଁମାନଙ୍କ ଆଜି ମୋର ପାପ ପ୍ରଭୁ ନିଶ୍ଚିନ୍ତ କ୍ଷମା କରିଦେବ, ମୋର ବିଶ୍ୱାସ। ମୁଁ ଯେଉଁ ପାପ ଜୀବନରେ ଥିଲି ଆଜି ମୁଁ ନିଶ୍ଚିନ୍ତ ସେ ପାପ ଜୀବନ ମୁଁ ଅଲଗା ହେଇଛି, ପ୍ରଭୁ ମୋର ନିଶ୍ଚିନ୍ତ ତାର ଦୟା ତାର କୃପାରେ ମୋର ପାପ କ୍ଷମା କରିଦେବ, ମୋର ବିଶ୍ୱାସ। ମାନେ ଦାଉଦ କ'ଣ କହିଛି, ଯାହାର ପାପ ଯାକ ପ୍ରଭୁ କ୍ଷମା କରିଦେବେ ତାଙ୍କେ ମାନେ ଧନ୍ୟ, ତାଙ୍କେ ଗ୍ରେଟ୍, ତାଙ୍କେ ଭଲ ବୋଲି ପ୍ରଭୁ କହିছে, ତାଙ୍କମାନଙ୍କୁ ପ୍ରଭୁ ପୁରସ୍କାର ଦେଇଛି। ସେଇ ବ୍ୟକ୍ତି ଅଧିକ ଭାଗ୍ୟଶାଳୀ, ମାନେ ସେ ବ୍ୟକ୍ତି ଅଧିକ ଭାଗ୍ୟଶାଳୀ ଯେତେବେଳେ ତାହାର ସମସ୍ତ ପାପ ଧୋଇ ଦିଆଯାଇଥାଏ। ମାନେ ଯେଉଁମାନେ ଯାହାର ପାପ ନାହିଁକି ଧୋଇଯାଇଛି ସେ ବ୍ୟକ୍ତି ଧନ୍ୟ, ସେ ଭାଗ୍ୟଶାଳୀ। ଆଜି ଆମେ ନିଜକୁ ଭାଗ୍ୟଶାଳୀ ହେବା ପାଇଁ ହେଲେ କ'ଣ ହେବା, ଆମର ପାପମୟ ଜୀବନଠୁ ଆମେ ଉଦ୍ଧାର ପାଇବା। ପ୍ରଭୁଙ୍କ ଠାରେ ଆମେ ଭଲ ଯଦି ଆମେ ହେବା ପାଇଁ ଚାହିଁବା, ଆମ ମଦ ନାଶ ବିଡ଼ି ଅନେକ ପ୍ରକାର ମନ୍ଦ ଲାଳସା ମନ୍ଦ ଚିନ୍ତାଠୁ ଆମେ ଅଲଗା ହେବାକୁ ପଡ଼ିବ।
ସେମିତି ଯଦି ହେଲେ ଆମେ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା। ଆଉ ରୋମୀୟ ଅଧ୍ୟାୟ 4 ପଦ 9ରେ କ'ଣ ଲେଖା ଅଛି? ତେବେ ଏବେ ଖୁସି କ'ଣ କେବଳ ସୁନ୍ନତ ହୋଇଥିବା ଯିହୁଦୀମାନେ ପାଇଁ ଅଟେ, ବା ଯେଉଁ ଅଣ-ଯିହୁଦୀମାନେ ସୁନ୍ନତ ହୋଇ ନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ଅଟେ? ଆମେ କହି ସାରିଅଛୁ ଯେ ପରମେଶ୍ୱର ଅବ୍ରାହମଙ୍କ ବିଶ୍ୱାସକୁ ଗ୍ରହଣ କଲା। ସେ ବିଶ୍ୱାସ ଅବ୍ରାହମ ତାହାଙ୍କ ପ୍ରତି ଧାର୍ମିକ କଲା। ଏହା ଘଟିଲା କିପରି? ପରମେଶ୍ୱର ଅବ୍ରାହମଙ୍କ ସୁନ୍ନତ ହେବା ପରେ ଗ୍ରହଣ କଲା ନା ଅସୁନ୍ନତ ହେବା ପୂର୍ବରୁ ଗ୍ରହଣ କଲା? ସେ ସୁନ୍ନତ ହୋଇ ସାରିଲା ପରେ ବି ଏହା ପ୍ରକୃତରେ ଘଟି ନାହିଁ, କିନ୍ତୁ ସେ ସୁନ୍ନତ ନ ହୋଇଥିଲା ବେଳେ ବି ଏହା ଘଟିଅଛି। ପରମେଶ୍ୱର ଗ୍ରହଣ କରି ନେଇଅଛନ୍ତି ବୋଲି ପ୍ରମାଣିତ କରିବା ଲାଗି ଅବ୍ରାହମଙ୍କ ପରେ ସୁନ୍ନତ କରାଯାଇଥିଲା। ଏହା ସୁନ୍ନତ ପ୍ରମାଣ କରିଦେଉଛି ଯେ ସୁନ୍ନତ ହେବା ପୂର୍ବରୁ ପରମେଶ୍ୱରଙ୍କ ପ୍ରତି ସେ ଧାର୍ମିକ ଥିଲା। ସେଥିପାଇଁ ଯେଉଁମାନେ ପରମେଶ୍ୱର ବିଶ୍ୱାସ କରନ୍ତି ସେ ସୁନ୍ନତ ହୋଇ ନାହାନ୍ତି। ସେ ସମସ୍ତ ଲୋକ ପିତା ଅବ୍ରାହମଙ୍କ ଅଟନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ ଓ ଏହା କାରଣରୁ ସେମାନେ ପରମେଶ୍ୱର ପାଇଁ ଧାର୍ମିକ ବୋଲି ନିରୂପିତ ହୁଅନ୍ତି। ଅସୁନ୍ନତ ଲୋକମାନଙ୍କ ପିତା ମଧ୍ୟ ଅବ୍ରାହମ। ସୁନ୍ନତ ହୋଇଥିବା କାରଣରୁ ବି ଅବ୍ରାହମ ସେମାନଙ୍କ ପିତା ହୁଅନ୍ତି। ସୁନ୍ନତ ବା ପୂର୍ବରୁ ଅବ୍ରାହମଙ୍କ ଯେଉଁ ବିଶ୍ୱାସ ଥିଲା, ଯଦି ସେମାନେ ମଧ୍ୟ ସେହି ବିଶ୍ୱାସକୁ ଗ୍ରହଣ କରନ୍ତି ତାହେଲେ ଅବ୍ରାହମ ସେମାନଙ୍କ ପିତା। ଶୁଣନ୍ତୁ ପ୍ରଭୁ କ'ଣ କହୁଛି? ଯେଉଁମାନେ ସୁନ୍ନତ ଓ ଯେଉଁମାନେ ଅସୁନ୍ନତ, ମାନେ ସେଟା ପୁରାତନ ନିୟମରେ ଯେତେବେଳେ ପ୍ରଭୁ ସୁନ୍ନତ ବିଷୟ ଆଣିଥିଲେ, ଏବେ ତ ଆମେ ସୁନ୍ନତରେ ଆମେ କିଛି ରୀତିନୀତି ନାହିଁ, ବାକି ସେଇଟା କ'ଣ କହୁଛି? ଯେଉଁମାନେ ସୁନ୍ନତ ହୋଇନାହାନ୍ତି ତାଙ୍କେ ବି ପ୍ରଭୁଙ୍କ ପ୍ରତି ଯଦି ବିଶ୍ୱାସ ରଖିବେ ସେ ଅବ୍ରାହମଙ୍କର ମାନେ ସନ୍ତାନ ହେବେ। ମାନେ ତାର ଅର୍ଥ କ'ଣ? ଅବ୍ରାହମ ନାହିଁ କି ପ୍ରଭୁଙ୍କ ପ୍ରତି ଏତେ ବିଶ୍ୱାସ କଲା, ଏତେ ମାନେ ତାର କର୍ମ ଏତେ ଭଲ ଥିଲା ଯେ ପ୍ରଭୁ ତାକୁ ନାହିଁ କି ଗୋଟେ ମୁଁ ତୋର ଜାତିର ତୁ ମୋର ପିଲା ବୋଲି କହିଲା, ତୁ ମୋର ପୁଅ ବୋଲି ଡାକିଲା। ତୋର ଏତେ ପରିବାର ମୁଁ ବଢ଼େଇବି ଯେ ବାଲିକୁ ଯିଏ ଗଣି ପାରିବେ ତୋର ପରିବାରକୁ ସିଏ ଗଣି ପାରିବେ ବୋଲି ପ୍ରଭୁ କହିଲା। ସେ ବିଶ୍ୱାସ କଲା, ଭଲ କର୍ମ କଲା, ସେଇଥିପାଇଁ ବୋଲି ସୁନ୍ନତ ଲୋକ ବି ଅବ୍ରାହମଙ୍କ ପୁତ୍ର ହୋଇପାରିବେ। ଅସୁନ୍ନତ ଲୋକ ବି ଅବ୍ରାହମଙ୍କ ପିତା। ଯେତେବେଳେ ଅବ୍ରାହମ ଅସୁନ୍ନତ ଥିଲା ସେତେବେଳେ ବି ପ୍ରଭୁଙ୍କୁ ବିଶ୍ୱାସ କରିଥିଲା। ଯେତେବେଳେ ଅବ୍ରାହମ ସୁନ୍ନତ ହେଲା ସେତେବେଳେ ବି ପ୍ରଭୁଙ୍କୁ ବିଶ୍ୱାସ କରିଥିଲା। ଆମେ ସୁନ୍ନତ ଅସୁନ୍ନତରେ ଆମର କିଛି ରୀତି ନାହିଁ। ଆମେ ଯଦି ପ୍ରଭୁଙ୍କୁ ବିଶ୍ୱାସ କରୁଛୁ ବୋଲେ ପ୍ରଭୁଙ୍କର ଆମେ ପୁଅ ଝିଅ ହେଇକି ନିଶ୍ଚିନ୍ତ ଜୀବନ ଯାପନ କରିବା। ଏଇଠି ଆମର ଶିକ୍ଷା। ଆମେ ଆଜ୍ଞାରେ ଆମେ ବଞ୍ଚିବା, ସେମିତି ନାହିଁ। ପ୍ରଭୁ ଆମମାନଙ୍କୁ ସବୁ କିଛି ଭଲ ଜିନିଷ ଶିଖେଇଛି। ଆମେ ଯଦି ସେ ଜିନିଷ ଯଦି ପାଳିବା ବୋଲେ ଆମର ଆଉ କିଛି ନାହିଁ। କାଥଲିକ ଧର୍ମରେ କହୁଛନ୍ତି ତମେ ଯଦି ପାପ ସ୍ୱୀକାର କଲେ ହିଁ ତମେ ପ୍ରଭୁଙ୍କର ପୁଅ ଝିଅ ହୋଇପାରିବ। ସେମିତି ନାହିଁ। ତମେ ପାପ ସ୍ୱୀକାର ନ କରିକି ଯଦି ପ୍ରଭୁ ଯୀଶୁ ଆପେ ଏକମାତ୍ର ପରମେଶ୍ୱର, ସିଏ ଆମ ପାଇଁ ବୋଲି ତାର ନିଜ ଜୀବନକୁ ସେ ଦେଇଛି ବୋଲି ତମେ ବିଶ୍ୱାସ କରୁଛ ବୋଲେ ପ୍ରଭୁ ନିଶ୍ଚିନ୍ତ ତମମାନଙ୍କୁ ଗ୍ରହଣ କରିବେ। ତ ପ୍ରଭୁ ନିଶ୍ଚିନ୍ତ ତମମାନଙ୍କୁ ପୁଅ ଝିଅ ବୋଲି ତମକୁ ଡାକ, ପ୍ରଭୁଙ୍କର ଦାସ ଦାସୀ ବୋଲି ପ୍ରଭୁ ତମକୁ ଆଗକୁ ବଢ଼େଇବ। ସେଇଥିପାଇଁ ତମେ କେବେ ଭାବନି ଯେ ଆମେ ପାପ ସ୍ୱୀକାର ଯଦି କରିନୁ ବୋଲେ ଆମକୁ ପ୍ରଭୁ ଡାକିବନି ବୋଲି ଭାବନି। ପ୍ରଭୁ ଖାଲି କହିଛି ମୋତେ ବିଶ୍ୱାସ ଯିଏ କରିବେ ମୁଁ ତାମାନଙ୍କୁ ମୋର ପୁଅ ଝିଅ ଦାସ ଦାସୀ କରିବେ ବୋଲି କହିଛି। ସେଇଥିପାଇଁ ତମମାନେ ସଂସାରର ଯେଉଁ ରୀତିନୀତି ସେ ରୀତିନୀତି ପାଳନ, ପ୍ରଭୁ ଆମକୁ ଯେଉଁଟା ଶିଖେଇଛି ସେଥିରେ ତମେ ଆଗକୁ ଗୋଟେ ମିନିଟ୍। ରୋମୀୟ ଅଧ୍ୟାୟ 4 ପଦ 13 କ'ଣ ଲେଖା ହେଇଛି? ଶୁଣନ୍ତୁ। ଅବ୍ରାହମ ତାହାଙ୍କ ବଂଶଜଣମାନଙ୍କ ପ୍ରତିଜ୍ଞା ମିଳିଥିଲା ଯେ ସେମାନେ ସଂସାର ଉତ୍ତରାଧିକାରୀ ହେବେ, କିନ୍ତୁ ଅବ୍ରାହମ ଏ ପ୍ରତିଶ୍ରୁତି ବ୍ୟବସ୍ଥା ପାଳନ କରିଥିବା ମିଳି ନଥିଲା। ବିଶ୍ୱାସ ଦ୍ୱାରା ହିଁ ସେ ପରମେଶ୍ୱରଠାରେ ଧାର୍ମିକ ହୋଇଥିବାରୁ ତାହାଙ୍କୁ ଏହି ପ୍ରତିଶ୍ରୁତି ମିଳିଥିଲା। କ'ଣ କହିଲା? ପ୍ରଭୁଙ୍କଠାରେ ବିଶ୍ୱାସ ଥିବା ଯୋଗୁଁ ହିଁ ତାକୁ ସେ ପ୍ରତିଶ୍ରୁତି ମିଳିଥିଲା। ତାକୁ ପ୍ରଭୁଙ୍କ ଆଜ୍ଞା ମିଳିଥିଲା। ସେ ବିଶ୍ୱାସ କରିବା ଯୋଗୁଁ ପ୍ରଭୁ ତାକୁ ସବୁ କାମରେ ସକ୍ସେସଫୁଲ କରୁଥିଲା, ସବୁଠି ବିଜୟ ଲାଭ କରୁଥିଲା, ସବୁଠି ତାକୁ ଭଲ ଆଗକୁ ବଢ଼ଉଥିଲା। ବ୍ୟବସ୍ଥା ପାଳନ କରିବା ଦ୍ୱାରା ଯଦି ଜଣେ ଲୋକ ପରମେଶ୍ୱର ଯାହା ପ୍ରତିଜ୍ଞା ଦେଇଥିଲା ତାହା ପାଏ, ତାହେଲେ ବିଶ୍ୱାସ କିଛି ଅର୍ଥ ନାହିଁ, ପ୍ରତିଜ୍ଞାର କିଛି ମୂଲ୍ୟ ନାହିଁ। କାରଣ ବିଶ୍ୱାସ ପାଳନ ନ କରିବା ଦ୍ୱାରା ବିଶ୍ୱାସ ପରମେଶ୍ୱରଙ୍କ କ୍ରୋଧ ଆଣିଥିଲା। କିନ୍ତୁ ଯଦି ବିଶ୍ୱାସ ନ ଥାଏ ତାହେଲେ
ଅଧର୍ମ ହେବାର ପ୍ରଶ୍ନ ହିଁ ଉଠେ ନାହିଁ। ମାନେ ଅଧର୍ମ ମାନେ ବିଶ୍ୱାସ ନଥିଲେ ତାହେଲେ ସେ ନାହିଁ କି ଅଧର୍ମ ପ୍ରଶ୍ନ ହିଁ ଉଠେ ନାହିଁ। ସେଥିପାଇଁ ବିଶ୍ୱାସ ଲୋକ ହିଁ ପରମେଶ୍ୱରରେ ପ୍ରତିଜ୍ଞା ପାଆନ୍ତି। ଯେଉଁମାନେ ବିଶ୍ୱାସ କରିବେ ସେ ହିଁ ପରମେଶ୍ୱରଙ୍କ ପ୍ରତିଜ୍ଞା ପାଇବେ। ପ୍ରଭୁ ଯୋଉଟା ଆମମାନଙ୍କୁ ଶିଖାଉଛେ ପ୍ରଭୁଙ୍କ ଠାରେ ଆମେ ଆଗକୁ ବଢ଼ିପାରିବା ବିଶ୍ୱାସ ଥିଲେ। ଯଦି ଆମଠି ବିଶ୍ୱାସ ନାହିଁ ବୋଲି ଆମେ କ'ଣ, ଆମେ ଯଦି ବିଶ୍ୱାସ କରୁଛୁ ଆମ ପବନ ଆମକୁ ହେଉଛି, ଆମେ ପବନକୁ ଦେଖିପାରୁନି ବାକି ଆମେ ମେହସୁସ କରୁଛୁ। ସେମିତି ପ୍ରକାର ଆମେ ସବୁଠାରେ ବିଶ୍ୱାସ କରିବା ଦରକାର। ନ ଦେଖିବା ଜିନିଷକୁ ବି ଆମେ ବିଶ୍ୱାସ କରିବା, ହଁ ରେ ହଁ, ନାଇଁ ରେ ନାଇଁ। ଯଦି ଆମେ ତାଠୁ 3 ନମ୍ବର ଜିନିଷ ଯଦି କ'ଣ ଭାବିଲେ ସେଇଟା ଆମକୁ ପାପର କାରଣ ହେବ। ସେଥିପାଇଁ ପ୍ରଭୁ କ'ଣ କହିଛି, ବିଶ୍ୱାସ ହିଁ ସବୁଠୁ ମଣିଷର ଦରକାର। ଯଦି ତମେ କର୍ମ ବିଶ୍ୱାସ ଯଦି ତମ ଜୀବନରେ ଅଛି ବୋଲି ନିଶ୍ଚିନ୍ତ ତମମାନଙ୍କୁ ପ୍ରଭୁ ପୁଅ ଝିଅ ଦାସ ଦାସୀ କରି ତମକୁ ଆଗକୁ ବଢ଼େଇବ। ପଦ 16ରେ କ'ଣ ଲେଖା ହେଇଛି ଶୁଣନ୍ତୁ। ସେଥିପାଇଁ ବିଶ୍ୱାସ ଦ୍ୱାରା ଲୋକେ ପରମେଶ୍ୱରଙ୍କ ପ୍ରତିଜ୍ଞା ପାଆନ୍ତି। ପ୍ରତିଜ୍ଞା ଯେପରି ଏକ ବିଶ୍ୱାସ ମୂଲ୍ୟ ଦାନ ହୋଇପାରେ, ସେଥିପାଇଁ ଏପରି ଘଟେ। ଯଦି ବିନା ମୂଲ୍ୟରେ ପ୍ରତିଜ୍ଞା ଦାନ ମିଳେ ତାହେଲେ ଅବ୍ରାହ୍ମ ବଂଶ ସବୁ ଲୋକେ ପ୍ରତିଜ୍ଞା ପାଇବା ସୁନିଶ୍ଚିତ। ପ୍ରତିଜ୍ଞା କେବଳ ବ୍ୟବସ୍ଥା ସ୍ୱାଧୀନ କରିଥିବା ଲୋକେ ପାଇଁ ନୁହେଁ, ଅବ୍ରାହ୍ମ ଭଳି ବିଶ୍ୱାସପୂର୍ବକ ଜୀବନ ଯାପନ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏହା ପ୍ରତିଜ୍ଞା କରିଅଛି। ଅବ୍ରାହ୍ମ ଆମ ସମସ୍ତଙ୍କ ପିତା। ଶାସ୍ତ୍ରରେ ଲେଖା ଅଛି, ମୁଁ ତୁମକୁ ଅବ୍ରାହ୍ମଙ୍କ ଅନେକ ଗୁଡ଼ାଏ ଜାତିର ପିତା ଘୋଷଣା କରୁଅଛି। ପରମେଶ୍ୱରଙ୍କ ଆଗରେ ନୁହେଁ, ଜାତିର ପିତା ଘୋଷଣା କରୁଛି। ପରମେଶ୍ୱରଙ୍କ ଆଗରେ ଏହା ସତ୍ୟ ଅଟେ। ଅବ୍ରାହ୍ମ ଯେଉଁ ପରମେଶ୍ୱରଙ୍କୁ ବିଶ୍ୱାସ କରିଥିଲା ସେହି ପରମେଶ୍ୱର ପ୍ରତି ଲୋକଙ୍କ ଜୀବନ ପ୍ରଦାନ କରିଛି। ଯେଉଁ ଘଟଣା ବ୍ୟକ୍ତିବି ଘଟେ ନାହିଁ ସେଗୁଡ଼ାକ ଘଟିବା କଥା ନିର୍ଣ୍ଣୟ କରନ୍ତି। ଅବ୍ରାହ୍ମଙ୍କ ସନ୍ତାନ ହେବାର ଆଶା ନଥିଲା, କିନ୍ତୁ ଅବ୍ରାହ୍ମ ପରମେଶ୍ୱରଠାରେ ବିଶ୍ୱାସ କଲା, ଭରସାକୁ ବିଜୟ ରଖିଲା। ସେଥିପାଇଁ ସେ ଅନେକ ଜାତିର ପିତା ହେଲା। ପରମେଶ୍ୱର ତାହାଙ୍କୁ କହିଥିଲା, ତୁମେ ଅଗଣିତ ବଂଶଧର ହେବ। ଅବ୍ରାହ୍ମଙ୍କ 100 ବର୍ଷ ବୟସରେ ବି ହୋଇଥିଲା। ଅତଏବ ପିଲାପୁଲି ହେବା ସମୟ ଚାଲି ଯାଇଥିଲା। ତାହାଙ୍କ ସ୍ତ୍ରୀ ସାରା ମଧ୍ୟ ସନ୍ତାନ ଜନ୍ମ କରିପାରିଲା ନାହିଁ। ଅବ୍ରାହ୍ମ ଏ କଥା ଭାବିଥିଲା ଯେ, କିନ୍ତୁ ପରମେଶ୍ୱର ପ୍ରତି ତାହାଙ୍କର ବିଶ୍ୱାସ ଦୁର୍ବଳ ହେଲା ନାହିଁ। ପରମେଶ୍ୱର ତାହାଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ସେ କରିପାରିବା ସମର୍ଥ। ଏଥିରେ ଅବ୍ରାହ୍ମ ଅଟକି ଟିକ ହେଲା ସନ୍ଦେହ କଲା ନାହିଁ। ଟିକେ ବି ସନ୍ଦେହ କଲା ନାହିଁ। ମାନେ ଅବ୍ରାହ୍ମକୁ ଯେତେ 100 ବର୍ଷ ଥିଲା ସେତେବେଳେ ତାର ମାନେ ସନ୍ତାନ ନ ହେବାଟା ତାର ଠାରେ ବିଶ୍ୱାସ, ମାନେ ଗୋଟେ ମଣିଷକୁ ଯଦି 100 ବର୍ଷ ହେବ ତାର ବିଶ୍ୱାସ ହରିଯିବ। ବାକି ପ୍ରଭୁ ଯେଉଁ ତାକୁ ପ୍ରତିଶ୍ରୁତି ଦେଇଥିଲା, ମୁଁ ତୋର ବଂଶକୁ ବହୁ ଜାତିର ପିତା କରିବି, ବହୁ ଜାତି ମାନେ ତୋର ବହୁତ ଜାତି ହେବ, ତୋର ଅଗଣିତ ଜାତି ହେବ। ବାକି ଅବ୍ରାହ୍ମ ବିଶ୍ୱାସ କଲା, ପ୍ରଭୁଙ୍କ ଠାରେ ବିଶ୍ୱାସ କଲା। ଅବ୍ରାହ୍ମ 100 ବର୍ଷ ହୋଇଥିଲା ସେତେବେଳେ ବି ତାର ସନ୍ତାନ ହୋଇନଥିଲା। ସେତେବେଳେ ସେ ବି ବିଶ୍ୱାସ କଲା, କାହିଁକିନା ସେ ଜାଣିଥିଲା ପ୍ରଭୁଙ୍କ ବିନା ସବୁ କିଛି ସମ୍ଭବ, ପ୍ରଭୁଙ୍କ ବିନା କୋଉଟା ଅସମ୍ଭବ ନାହିଁ। ସେଇଥିପାଇଁ ତମେ ଯଦି ପ୍ରଭୁଙ୍କ ପ୍ରତି ବିଶ୍ୱାସ କରୁଛ ବୋଲେ ତମମାନେ ନିଶ୍ଚିନ୍ତ ପ୍ରଭୁ ତମମାନଙ୍କୁ ସେ ବିଶ୍ୱାସକୁ ନିଶ୍ଚିନ୍ତ ରଖ। ଆଜିକାଲି ଆମେ ସମସ୍ତେ ଆଜିକାଲି ଆମେ କ'ଣ ବିଶ୍ୱାସ କରୁନୁ, ଆମେ ସନ୍ଦେହ ସହିତ ପ୍ରଭୁଙ୍କୁ ଡାକୁଛୁ। ଆମେ ଯଦି ବିଶ୍ୱାସ ସହିତ ଆମେ ପ୍ରଭୁଙ୍କୁ ଡାକୁ, ପ୍ରଭୁ ଆମେ ସବୁ କିଛିରେ ଆମେ ସକ୍ସେସଫୁଲ କରିବା। ଦେଖନ୍ତୁ ଏଇଟା କ'ଣ ଆଦି ପୁସ୍ତକ ଅଧ୍ୟାୟ 17ରୁ 5ରେ ପଢ଼ିପାରିବା। ଆଦି ପୁସ୍ତକ ମୁଁ ରୋମିଓର ସରିଲା ପରେ ମୁଁ ତମକୁ ଆଦି ପୁସ୍ତକ ମୁଁ ପଢ଼ିକି ଶୁଣେଇବି। କ'ଣ ହେଲା, ଅବ୍ରାହ୍ମ ଯେତେବେଳେ 100 ବର୍ଷ ଥିଲା ସେତେବେଳେ ସେ ନାଇଁକି ବିଶ୍ୱାସ କଲା, ନିଶ୍ଚିନ୍ତ ମୋର ବି ପ୍ରଭୁ ନିଶ୍ଚିନ୍ତ ମୋତେ ସାହାଯ୍ୟ କର, ମୋତେ ନିଶ୍ଚିନ୍ତ ସନ୍ତାନ ଦେବ ବୋଲି ପ୍ରଭୁ ଅବ୍ରାହ୍ମ ବିଶ୍ୱାସ କରିଥିଲା। ସେଇଥିପାଇଁ ପ୍ରଭୁ ତାର ବିଶ୍ୱାସକୁ ଧୈର୍ଯ୍ୟ ସହିତ ଆଗକୁ ବଢ଼େଇଲା। ସେ ଅଟଳ ହୋଇକି ରହିଲା, ପ୍ରଭୁ ନିଶ୍ଚିନ୍ତ ମୋତେ ସାହାଯ୍ୟ କର ବୋଲି ସେ ବିଶ୍ୱାସ କଲା। ସେଇଥିପାଇଁ ସେ ଅବ୍ରାହ୍ମ ଇସାକକୁ ଜନ୍ମ କଲା। ସେଇଥିପାଇଁ ତମେ ଆଜିକାଲି କିଏ ପ୍ରଭୁଙ୍କ ପ୍ରତି ବିଶ୍ୱାସ କରୁଛ, ପ୍ରଭୁ ନିଶ୍ଚିନ୍ତ ସବୁ କିଛି ସମ୍ଭବ। ପ୍ରଭୁଙ୍କ ବିନା କିଛି ଅସମ୍ଭବ ନାହିଁ, ସବୁ କିଛି ସମ୍ଭବ। ଆଜି ମୁଁ ମୂର୍ଖତା ଆଜି ଜ୍ଞାନ ଦେଇଛି ତ ପ୍ରଭୁ କ'ଣ ନ କରିପାରିବ। ଆଜି ମୁଁ ବାଇବେଲ କ'ଣ ଅର୍ଥ ବି ଜାଣିନଥିଲି, ଆଜି ପ୍ରଭୁ ମୋତେ ସେ ଅର୍ଥର କ'ଣ ବୋଲି ପ୍ରଭୁ ମୋତେ ଆତ୍ମିକ ଜ୍ଞାନ ଦେଇଛି। ସଂସାର ଜ୍ଞାନଠୁ
कम मते प्रभु आत्मिक ज्ञान अधिक देजे संसार लोक सेटा बुझी पारबे जी माने आत्मिक ज्ञान रे आगो को बढ़छन तांका माने मोर कथा निश्चिंत बुझी पारबे सेति आमे प्रभु को ना रे सब बेले आगो को बढ़बा काहे कि आमे मनुष्यर अभिलाषा रे आमे आगो को बढ़बा आमे प्रभु को ना रे आगो को बढ़ा प्रभु को ठारे जदि आमे संपर्क रखा बेले आम सारा जीवन पे आम जीवन को सुखमय होबो आम जदि मनुष्य मान को संपर्क रखले आम जीवन ना कि क्षतिकार होबो आम जदि संपर्क रखिया भलो मनुष्यटी रखबा आम जदि खराब मनुष्यटी रखुचे बेले तांको मान को भलो करबा पे चेष्टा करबा आम जदि खराब मनुष्यटी संपर्क अछि आम तांकोटी खराब हेबानी तांकोटी आम भलो आम तांको मान को किंती भलो आम आनी करबा आम प्रभु हमको जो बुद्धि ज्ञान शिखेछि आम से बुद्धि ज्ञान रू किंतु तांको मान को आगो को बढ़ेबा बोले त माने निश्चिंत तांको मान को सहाय्य करबा सेटा म त मान को अनुरोध करूछि शुणतो अब्राहम दृढ़ भाव रे अनुभव कला जे परमेश्वर जहाँ प्रतिश्रुति देई अछि ताहा करिबारे से क्षमता थिला माने प्रभु जोटा ताको देइथिला प्रभु जोटा ताको माने कहिथिला मो तोर पुओ तोर वंश बहु संख्या को करिबि बोली से विश्वास करते सेति बोली से अटल ही रहिथिला सेति परमेश्वर अब्राहम को विश्वास रे ग्रहण कला माने से विश्वास करिथिबा जो प्रभु तार विश्वास ग्रहण कला तमे भी सेमती प्रकार प्रभु को जोटा तो जिनस मागुच प्रभु जोटा तुमको कही से तुम विश्वास कर सन्देह करनी प्रभु नूतन नियम रे भी लिखा है तुम जब विश्वास कर तुम जेकोसी मागब तुमको मिल जाए से आम समस्त प्रभु को प्रति विश्वास करवा दरकार प्रभु सब किसी दे पारबो आम किसी अविश्वास रे आम प्रभु को निकट जीवानी सब विश्वास सहित जीवा परमेश्वर अब्राहम को विश्वास ग्रहण कला यह वाक्य गुड़ाक केवल अब्राहम को पाए लेखा जाई नथिला यह वाक्य गुड़ाक आम पाए मध्य लेखा जाई थिला शुणंतु आमे विश्वास करुथिबा जोगु परमेश्वर आमको मध्य ग्रहण करिबो आमे ताहांको विश्वास करू जे आमर प्रभु जीशुंको मृत्यु पुनर्जीवित हैला आम पाप लागी जीशुंको मृत्यु निमंते समर्पित करागला आमको परमेश्वर धार्मिक करवा लगी जीशु मृत्यु पुनर्जीवित है शुण तो ये कौन लिखाई एत सुंदर वचन ये मुझे तुम को पढ़ी दौर कौन लिखाई शुणु यह वाक्य गुड़ाक आम मध्य लिखा जाए शुण तो ये कौन लिखाई ए वाक्य आम भी लिखाई खाली अब्राहम विश्वास पाई ना एटा आम भी लिखाई आम भी विश्वास करवा दरकार कौन शुण तो मुझे पढ़ी दौर पद 24 रे कौन लगे अरम्य अध्याय 4 पद 24 रे कौन यह वाक्य गुड़ाक आम मध्य लिखा जाए थिला आमे विश्वास करिथिबा जोगु परमेश्वर आमको मध्य ग्रहण करिवे आमे विश्वास कले आमको भी प्रभु हमको ग्रहण करबे आमे तांको विश्वास करू जे आमर प्रभु जीशुंको मृत्यु पुनर्जीवित हैला तमे जदि विश्वास कर प्रभु आमर जोगु से मृत्यु पुनर्जीवित हैला आमर पाप लागे जीशु मृत्यु पुनरुत्थान हैला तमे जदि विश्वास कर आम पाप लागे प्रभु जीशु निज जीवन को देगी से पुनरुत्थान हैला जदि विश्वास कर शुणु पद 25 रे कौन लिखा है कराला आमे परमेश्वर धार्मिक करवा लगे जीशु मृत्यु पुनर्जीवित है प्रभु ना कि आमको परमेश्वर ठारे धार्मिक करा से निज आम पाप पाइले से मला आम पाप पाइले से पुनरुत्थान है कहीं आम पाप को धोवा से आम कौन करा विश्वास कर प्रभु आम पाप लगी से मर्जे कहीं आम निजर पाप जीवन को आम त्याग न कर तुम जदि निजर पापमय जीवन को तुम पछरे छाड़ी प्रभु को नारे आगे को बढ़ चल प्रभु निश्चिंत तुम मान को तुम पाप सब पाप को धोईदेव तुम भावना जे प्रभु आम बोले पाप मला आम ए पाप कले भी आम प्रभुंर पुओ झीवा ना प्रभु कौन कहे तुम पाप रे जन्म थी बाकी तुम जदि मत विश्वास करब बोले तुम निश्चिंत तुम प्रभुंर पुओ झी हेब तार अर्थ कौन आम निज पापमय जीवन पाप रे आम जो जन्म होइछु सेइथिपाई बोले आम कौन करबा कहले आम पापमय जीवन को प्रभु को जीशु ना रे तार पवित्र चरण तले से पाप को आम धोई माने पकई प्रभु को चरण तले निवेदना कर आम से पाप ठू आम उठेबानी प्रभु को समर्पण कला बेले आम प्रभु को पथरे चलवा प्रभु को ना रे चलवा से आम मान प्रभु शिखे गोटे मिनट से प्रभु ठारे आम जदि विश्वास करा प्रभु जदि आम पाप क्षमा कर दो चले तुम मैंने से पाप को आवृत्ति करबने सेटा हूँ प्रभु कही देखो ये कौन लिखा है परमेश्वर प्रति धार्मिक
ଆମର ବିଶ୍ୱାସ ହେତୁ ଆମକୁ ପରମେଶ୍ୱର ଠାରେ ଧାର୍ମିକ କରାଯାଇଅଛି। ସେଥିପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱର ସହିତ ଆମ ଶାନ୍ତିରେ ଅଛୁ। ବିଶ୍ୱାସ ଦ୍ୱାରା ଖ୍ରୀଷ୍ଟ ଆମକୁ ପରମେଶ୍ୱର ଅନୁଗ୍ରହ ଉଦ୍ୟାନ କଲା। ଏବେ ଆମେ ଏହା ଅନୁଗ୍ରହରେ ରହିଅଛୁ। ଆମେ ପରମେଶ୍ୱର ଏହି ମହିମାରେ ଭାଗୀଦାର ହୋଇଥିବା ଆଶାରେ ଆନନ୍ଦିତ। ଆମେ ଆମର କ୍ଲେଶ ଗୁଡ଼ାକ ଥାଉ ମଧ୍ୟ ଆନନ୍ଦିତ। ଆମେ ଏହି କଷ୍ଟ ଗୁଡ଼ାକ ପାଇଁ କାହିଁକି ଆନନ୍ଦିତ? କାରଣ ଆମେ ଜାଣୁ ଯେ ଏହା କଷ୍ଟ ଗୁଡ଼ାକ ଆମକୁ ଅଧିକ ଧୈର୍ଯ୍ୟବାନ କରାଏ। ଏହା ଧୈର୍ଯ୍ୟ ପ୍ରମାଣ କଲା ଯେ ଆମେ ବଳବାନ। ଏହା ପ୍ରମାଣ ଆମକୁ ଭରସା ପ୍ରଦାନ କରେ। ଏହା ଭରସା ଆମକୁ କେତେ ହେଲେ ନିରାଶ କରିବ ନାହିଁ। କ'ଣ ପାଇଁ? କାରଣ ପରମେଶ୍ୱର ଆମର ହୃଦୟ ଗୁଡ଼ାକ ପୂର୍ଣ୍ଣ କରିବା ପାଇଁ ତାହାଙ୍କ ପ୍ରେମ ଢାଳିଦେଲା। ପରମେଶ୍ୱର ପବିତ୍ର ଆତ୍ମା ମାଧ୍ୟମରେ ତାହାଙ୍କର ପ୍ରେମ ଦେଇଅଛି। ପରମେଶ୍ୱର ତରଫରୁ ଆମ ପାଇଁ ପବିତ୍ର ଆତ୍ମା ଅନୁଗ୍ରହ ଦାନ ଭାବରେ ଆସିଲା। ଆମେ ଧାର୍ମିକ ଥିବା ବେଳେ ଖ୍ରୀଷ୍ଟ ଆମ ପାଇଁ ମରିଥିଲା। ଆମେ ପରମେଶ୍ୱର ବିରୁଦ୍ଧରେ ଜୀବନ ଯାପନ କରୁଥିଲୁ। ତଥାପି ଯଥାର୍ଥ ସମୟରେ ଖ୍ରୀଷ୍ଟ ଆମ ପାଇଁ ମରିଥିଲା। ଅନ୍ୟ ଲୋକେ ଯେବେ ଭଲ ହେଲେ ମଧ୍ୟ ଖୁବ୍ କମ୍ ଲୋକ ଅନେକ ବଞ୍ଚିବା ପାଇଁ ମୃତ୍ୟୁବରଣ କରିବା। ଯଦି ଲୋକଟି ଧାର୍ମିକ ହୋଇ ନ ଥାଏ ତେବେ ତାହା ନିମନ୍ତେ କିଏ ଜଣେ ମୃତ୍ୟୁ ବରଣ କରିବା ପାଇଁ ସାହସ କରିବ? କିନ୍ତୁ ଆମେ ସମସ୍ତେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଆମ ପାଇଁ ମୃତ୍ୟୁବରଣ କଲା। ଏହା ଦ୍ୱାରା ପରମେଶ୍ୱର ପ୍ରମାଣିତ କଲା ଯେ ଆମକୁ ବହୁତ ପ୍ରେମ କରନ୍ତି। ଆମ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ପରମେଶ୍ୱର ପ୍ରତି ଧାର୍ମିକ ହୋଇଅଛୁ। ସେଥିପାଇଁ ଖ୍ରୀଷ୍ଟଙ୍କ ମଧ୍ୟରେ ଆମେ ପରମେଶ୍ୱର କ୍ରୋଧରୁ ନିଶ୍ଚିତ ଭାବେ ରକ୍ଷା ପାଇବା। ଆମେ କହିବା ଅର୍ଥ ଯେ ଆମେ ପରମେଶ୍ୱର ଶତ୍ରୁ ହୋଇଥିଲେ ମଧ୍ୟ ସେ ନିଜ ପୁତ୍ରଙ୍କ ମୃତ୍ୟୁ ଦ୍ୱାରା ଆମ ସହିତ ବନ୍ଧୁତା ସ୍ଥାପନ କରିଅଛି। ସେଥିପାଇଁ ଏବେ ଯେହେତୁ ଆମେ ପରମେଶ୍ୱର ତାହାଙ୍କ ପୁତ୍ରଙ୍କ ଜୀବନ ମାଧ୍ୟମରେ ଆମକୁ ନିଶ୍ଚିତ ଭାବରେ ରକ୍ଷା କରିବ। ଆମେ ଯେ କେବଳ ରକ୍ଷା ପାଇବା ତାହା ନୁହେଁ, ବରଂ ଏବେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱରଙ୍କ ଠାରେ ମଧ୍ୟ ଅତି ଅଧିକ ଆନନ୍ଦିତ ହେତୁ। କେବଳ ଯୀଶୁଙ୍କ ପାଇଁ ଆମେ ଆଜି ପରମେଶ୍ୱରଙ୍କ ମିତ୍ରୁ ଅଟୁ। ଯୀଶୁ ଖ୍ରୀଷ୍ଟଙ୍କ ପାଇଁ ବୋଲି ଆମେ ପରମେଶ୍ୱରଙ୍କ ମିତ୍ରୁ ଅଛୁ। ଏଠି କ'ଣ ଲେଖା ହେଇଛି ଶୁଣନ୍ତୁ। ପ୍ରଭୁ ଯୀଶୁ ଆମେ ପାପୀରେ ଜନ୍ମ ଥିଲୁ, ସେ ଆମ ପାଇଁ ବୋଲି ସେ ନିଜର ଜୀବନକୁ ଦେଲା। ଆମେ ପାପୀରେ ଥିଲୁ, ସେଇଥିପାଇଁ ବୋଲି ସେ ଆମମାନଙ୍କୁ ଏତେ ସ୍ନେହ କଲା ଯେ ତାର ଶରୀରକୁ ସେ ଆମମାନଙ୍କ ପାଇଁ ବୋଲି ସେ ଦେଲା। ସେଇଥିପାଇଁ ଆମେ ସମସ୍ତେ ବିଶ୍ୱାସ କରା ପ୍ରଭୁ ଯୀଶୁ ଆମ ଲାଗି ବୋଲି ସେ ମରିଛି। ତମେ ଯଦି ପଢ଼ବ ରୋମୀୟ ଅଧ୍ୟାୟ 4 ପଦ ତମେ ଯଦି 25 ଯାଇ ପଢ଼ବ ବୋଲେ ପ୍ରଭୁଙ୍କର ବଚନ ଶୁଣିବ। 25ରୁ ତାପରେ ତମେ ରୋମୀୟ 5ରୁ ତମେ ନାଇକି 11 ପଦ ଯାଇ ପଢ଼ବ ବୋଲେ ତମେ ଜାଣିଦେବ ପ୍ରଭୁ କ'ଣ ତ କହିଥିଲା। ଆଉ ତମେ ଯଦି ପଢ଼ବ ଆଦି ପୁସ୍ତକ ଅଧ୍ୟାୟ 16ରେ କ'ଣ ଲେଖା ହେଇଛି ମୁଁ ତମମାନଙ୍କୁ ପଢ଼ି ଦେଉଛି। ଆଦି ପୁସ୍ତକ ଅଧ୍ୟାୟ 17 ପଦ 5ରେ କ'ଣ ଲେଖା ହେଇଛି। ଅଧ୍ୟାୟ 17 ପଦ 5ରେ କ'ଣ ଲେଖା ହେଇଛି ଶୁଣନ୍ତୁ। ମୁଁ ତୁମ ନାମ ପରିବର୍ତ୍ତନ କରିଦେବି। ତୁମେ ନାମ ଅବ୍ରାହମ ରହିବ ନାହିଁ, ତୁମର ନାମ ଏବ୍ରାହମ ରହିବ। ମୁଁ ତୁମ ଏପରି ନାମ ଦେବି କାରଣ ମୁଁ ତୁମକୁ ଅନେକ ଜାତିଗଣର ଜନକ ରଖିବି। ଦେଖନ୍ତୁ ପ୍ରଭୁ କ'ଣ କହିଛି, ତମେ ଯେଉଁ ଅବ୍ରାହମ ଅଛ ରଖି ତମକୁ ଇବ୍ରାହିମ ରଖେ। ତାର ଅର୍ଥ କ'ଣ? ମୁଁ ତମକୁ ଅନେକ ଜାତିର ପିତା ରଖେ। ସେ କ'ଣ କଲା? ବିଶ୍ୱାସ କଲା। ସେ 100 ବର୍ଷରେ ବି ସେ ବିଶ୍ୱାସ କଲା ପ୍ରଭୁଙ୍କ ବିନା ସବୁ କିଛି ସମ୍ଭବ। ସେଇଥିପାଇଁ ତମେ ଯଦି ପ୍ରଭୁଙ୍କୁ କିଛି ଡାକୁଛ, ପ୍ରଭୁଙ୍କୁ କିଛି ମାଗୁଛ ବୋଲେ ତମେ ପ୍ରଭୁଙ୍କ ପ୍ରତି ବିଶ୍ୱାସ କରିବା ଦରକାର ଯେ ପ୍ରଭୁ ନିଶ୍ଚିନ୍ତ ଆମମାନଙ୍କୁ ଆଜି ନହେଲେ କାଲିକି ଦେବ। ତମେ ବିଶ୍ୱାସ କର ଆଜି ତମେ ପ୍ରାର୍ଥନା କରୁଛ ମୋତେ ଏ ମୁହୂର୍ତ୍ତରେ ଆଗ ପ୍ରଭୁ ଦେବ ବୋଲି ନାହିଁ। ଯେଉଁ ଜିନିଷ ବି ହଉ ପ୍ରଭୁ ନାହିଁ କି ଗୋଟେ ତାର ସମୟ ଅଛି, ସେ ସମୟରେ ଦେବ। ତମେ ଯଦି ଯେଉଁଟା ମାଗବ ସେଇଟା ଦେଇପାରନି। ଏଇଟା ଆମେ ମେସିନ୍ ନାହିଁ ଯେ ଆମେ ମେସିନ୍ରେ ଆମେ ଯେଉଁଟା ଯଦି କରୁଛୁ ବୋଲେ ସେ ମେସିନ୍ ଜଲ୍ଦି ଆକ୍ଟିଭ୍ ହେବ, ସେଇଟା ନାହିଁ। ପ୍ରଭୁ ଯେଉଁ ବି ଜିନିଷ
ଠିକ୍ ସମୟରେ ଠିକ୍ ଟାଇମ୍ରେ ଦେବ। ସେଇଥିପାଇଁ ତୁମେ ଯେଉଁ ଜିନିଷକୁ ପ୍ରଭୁକୁ ମାଗୁଛ ଧୈର୍ଯ୍ୟ ସହିତ ପ୍ରଭୁଙ୍କୁ ଅପେକ୍ଷା କର। ପ୍ରଭୁ ତୁମମାନଙ୍କୁ ନିଶ୍ଚିନ୍ତ ଦେବ। କର୍ମ ବିନା ବିଶ୍ୱାସ ବିନା ଧୈର୍ଯ୍ୟ ବିନା ଆମ ଜୀବନରେ କିଛି ହେବନି। ଯଦି ତୁମେ ପ୍ରଭୁଙ୍କ ପ୍ରତି ଆଗକୁ ବଢ଼ିବା ପାଇଁ ଚାହୁଁଛ ବିଶ୍ୱାସ ଦରକାର। ନିଜ ପାପମୟ ଜୀବନକୁ ତୁମେ ନାଇଁକି ପ୍ରଭୁଙ୍କ ନାଁରେ ତ୍ୟାଗ କରିକି ପ୍ରଭୁଙ୍କ ଠାରେ ବିଶ୍ୱାସ ରଖ। ନିଜର ସନ୍ଦେହ ଜୀବନକୁ ନାଇଁକି ସେ ତ୍ୟାଗ କରି ପ୍ରଭୁଙ୍କ ଠାରେ ବିଶ୍ୱାସ ରଖ। ଏଇଟା କ'ଣ କହିଛି ଅବ୍ରାହ୍ମ ନାଇଁକି ନିଜର ତମେ ଯଦି ଆଦି ପୁସ୍ତକ ପଢ଼ ବୋଲେ ଆଉ ଏଇଠି କ'ଣ ଲେଖା ହେଇଛି ଶୁଣନ୍ତୁ। ଓକେ ଓକେ ଆଦି ପୁସ୍ତକ ଅଧ୍ୟାୟ 1:5-6 କ'ଣ ଲେଖା ହେଇଛି ଶୁଣନ୍ତୁ। ସମସ୍ତେ ପ୍ରଭୁଙ୍କ ଠାରେ ବିଶ୍ୱାସ କରିବା ଦରକାର। ଆମେ କେବେ ବି ସନ୍ଦେହ କରିନି। ପ୍ରଭୁ ଆମର ଏତେ ମହାନ ଯେ ସବୁଠାରେ ସେ ଆମକୁ ସବୁ ଭଲ ମନ୍ଦରେ ସବୁ ଦିନ ଶୁଣନ୍ତୁ। ଆଦି ପୁସ୍ତକ ଅଧ୍ୟାୟ 1:5-6 କ'ଣ ଲେଖା ହେଇଛି ଶୁଣନ୍ତୁ। ପୌରୁଷ ସେଇ ଆଲୋକର ନାମ ଥିଲା ଦିନ ଏବଂ ଅନ୍ଧକାର ନାମ ଥିଲା ରାତି। ତହିଁ ସନ୍ଧ୍ୟା ପ୍ରତିକାଳରେ ହେଲା। ଏହା ପ୍ରଥମ ଦିନ ଥିଲା। ଏହାପରେ ପୌରୁଷ କହିଲା ଜଳ ମଧ୍ୟରେ ବୃହତ୍ ଗମଜ ଜାତି ହେଉ, ଜଳକୁ ଦୁଇ ଭାଗ କରୁ। ଏପରି ପରମେଶ୍ୱରଙ୍କ ତୋରଣ ନିର୍ମାଣ କଲା। ଏବଂ ଶୁଣନ୍ତୁ ପ୍ରଭୁ ସବୁ କିଛି ମାନେ କରିପାରିବ। ପ୍ରଭୁଙ୍କ ବିନା କିଛି ଅସମ୍ଭବ ନାହିଁ। ସବୁ କିଛି କରିପାରିବ ପ୍ରଭୁ। ଯେଉଁଟା ଦେଖନ୍ତୁ ଆମେ ପ୍ରଭୁ ଯେତେବେଳେ ଜଗତ ସୃଷ୍ଟି କଲା ଜଳ ଯେତେବେଳେ ସବୁଠାରେ ମାନେ ଆମେ ପୃଥିବୀରେ ଏମିତି କେଉଁଠି ଏମିତି ଶୁଖିଲା ଜାଗା ନଥିଲା। ସବୁଠି ଜଳ ଥିଲା। ବାକି ପ୍ରଭୁ କ'ଣ କଲା ଶୁଖିଲା ଜାଗା ଅଲଗା ହଉ ପାଣି ଜାଗା ଅଲଗା ହଉ ବୋଲି କରିକି ପ୍ରଭୁ ଜଳ ଭାଗକୁ ଆଉ ଶୁଖିଲା ଭାଗକୁ ପ୍ରଭୁ ଅଲଗା କଲା। ଏହାପରେ ପୌରୁଷ କହିଲା ଜଳ ମଧ୍ୟରେ ବୃହତ୍ ଗମଜ ଜାତି ହେଉ, ଜଳକୁ ଦୁଇ ଭାଗ କରି। ଏପରି ପୌରୁଷ ତୋରଣ ନିର୍ମାଣ କଲା ଏବଂ ତୋରଣ ଉପରେ ଜଳ ଠାରୁ ତୋରଣ ତଳେ ଜଳକୁ ଅଲଗା କଲା। ତହିଁରେ ସେହିପରି ହେଲା। ପରମେଶ୍ୱରଙ୍କ ସେହି ତୋରଣ ନାମ ଦେଲା ଆକାଶ। ତାହାର ନାମ ପ୍ରଭୁ ଏମିତି ଶୁଣନ୍ତୁ ପ୍ରଭୁ ଏତେ ମହାନ ଯେ ତମେ ଯଦି ଆଦି ପୁସ୍ତକ ଫାଷ୍ଟ ଅଧ୍ୟାୟ ପଢ଼ ବୋଲେ ତମେ ଜାଣିବ ପ୍ରଭୁ ଜଗତ ସବୁ ସୃଷ୍ଟି କରିଛ। ତମେ ଭାବୁଛ ଏଇଟା ମାନେ ତମେ ପ୍ରଭୁଙ୍କର ପରିଚୟ ପାଇନ, ପ୍ରଭୁଙ୍କୁ ଜାଣିନ। ସେଇଥିପାଇଁ ପ୍ରଭୁଙ୍କ ନିକଟ ଯଦି ଆସିବ ବୋଲେ ପ୍ରଭୁଙ୍କ ପ୍ରତି ତମେ ନିଶ୍ଚିନ୍ତ ବିଶ୍ୱାସ ରଖିବ। ପ୍ରଭୁଙ୍କ ନାଁରେ ଆଗକୁ ବଢ଼। ମୋର ଯଦି ଆଜିର ମୋ ବଚନ ରହୁଛି ତମେ ମାନେ ପ୍ରଭୁଙ୍କ ପ୍ରତି ବିଶ୍ୱାସ ରଖ। ପ୍ରଭୁଙ୍କ ପ୍ରତି ନିଜର ପାପମୟ ଜୀବନକୁ ପ୍ରଭୁଙ୍କ ନାଁରେ ସମର୍ପଣ କରିକି ଗୋଟେ ମିନିଟ୍ ପାପମୟ ଜୀବନକୁ ପ୍ରଭୁଙ୍କ ନାଁରେ ସମର୍ପଣ କରି ପ୍ରଭୁଙ୍କ ନାଁରେ ଚାଲ। ଆମ ପ୍ରଭୁ ଏତେ ମହାନ ଯେ ନିଜର ପାପ ତମର ପାପ ଯଦି ସ୍ୱୀକାର କର ମୁଁ ଆଜି ଭୁଲ କରିଛି ପ୍ରଭୁ, ମୁଁ କାଲିକି ମୁଁ ଭୁଲ କରିବିନି ବୋଲି ସେ ପାପକୁ ତମେ ଯଦି ତ୍ୟାଗ କରୁଛ ପ୍ରଭୁ ନିଶ୍ଚିନ୍ତ ତମ ପାପମୟ ଜୀବନକୁ ତମକୁ ଉଦ୍ଧାର କରିବ। ତମେ ନିଶ୍ଚିନ୍ତ ମୋର ବଚନରେ ଆଜି ମୋର ବିଶ୍ୱାସ ତମେ ଯଦି ପ୍ରଭୁଙ୍କୁ କିଛି ମାଗୁଛ ବୋଲେ ନିଶ୍ଚିନ୍ତ ଅପେକ୍ଷା କର ଧୈର୍ଯ୍ୟ ସହିତ। ପ୍ରଭୁ ତମମାନଙ୍କୁ ନିଶ୍ଚିନ୍ତ ସେ ଧୈର୍ଯ୍ୟ ସକ୍ସେସଫୁଲ କରିବ। ତମେ କର୍ମ କରିବାକୁ ହେବ। ତମେ ଭଲ ମଣିଷ ହେବାକୁ ପଡ଼େ। ନିଜର ପାପମୟ ଜୀବନକୁ ତ୍ୟାଗ କରିକି ପ୍ରଭୁଙ୍କ ନାଁରେ ଆଗକୁ ବଢ଼ିବାକୁ ପଡ଼ିବ। ତମେ ତ ଜାଣିଛ ଆମେ ଯଦି ଭୁଲ କରୁଛୁ ସେଟାକୁ ଆମେ ନିଶ୍ଚିନ୍ତ ଠିକ୍ କରିବାକୁ ହେବ। ନିଜର ପାପ ମୁଁ ଯଦି ଆଜି ମୁଁ ଯେଉଁଟା ବି ପାପ କରିଥିଲି ମୁଁ ନିଜ ପାପମୟ ଜୀବନକୁ ମୋ ପ୍ରଭୁଙ୍କ ନାଁରେ ମୁଁ ସମର୍ପଣ ମୁଁ ଆଜି ପ୍ରଭୁଙ୍କ ନାଁରେ ମୁଁ ଆଗକୁ ବଢ଼ୁଛି। ସେଇଥିପାଇଁ ମୁଁ ସମସ୍ତଙ୍କୁ ପ୍ରଭୁଙ୍କ ପରିଚୟ ଦେବା ପାଇଁ ଚାହୁଁଛି। ଆମ ପ୍ରଭୁ ଏତେ ମହାନ ଯେ ସମସ୍ତଙ୍କୁ ସେ ସାହାଯ୍ୟ କରନ୍ତି, ସମସ୍ତଙ୍କୁ ଦୟା ଦେଖନ୍ତି, ସମସ୍ତଙ୍କୁ କୃପା ଦେଖନ୍ତି। ସେଥିପାଇଁ ତାର ପବିତ୍ର ଜୀବନ ସେ ନିଜ ସଂସାରିଆ ଜୀବନ ସେ ଆମ ପାଇଁ ବୋଲି ସେ ମନୁଷ୍ୟ ହେଇକି ସେ ମନୁଷ୍ୟ ରୂପରେ ଦେଖେଇ ଦେଲା ଯେ ମନୁଷ୍ୟ କେବେ ପାପ କରିପାରେନି। ସେଥିପାଇଁ କ'ଣ ହେବ ଶକ୍ତି ଧୈର୍ଯ୍ୟ ଦରକାର। ଆମେ ଶୈତାନଠୁ ଯଦି ଆମେ ଅଲଗା ହେବା ପାଇଁ ଚାହୁଁଛୁ ହେଲେ ପ୍ରଭୁଙ୍କ ଠାରେ ବିଶ୍ୱାସ କରିବା ଦରକାର। ପ୍ରଭୁଙ୍କ ଠାରେ କର୍ମ କରିବା ଦରକାର। ଆମେ ଯଦି କର୍ମ ବିଶ୍ୱାସ ଧୈର୍ଯ୍ୟ ଯଦି ଅଛି ବୋଲେ ଆମ ଠାରେ ସବୁ କିଛି ସମ୍ଭବ ହେବ। ପ୍ରଭୁଙ୍କ ଠାରେ ସବୁବେଳେ ବିଶ୍ୱାସ କର। ପ୍ରଭୁ ଆମମାନଙ୍କୁ ସବୁ କିଛି ଦେଇପାରିବ। ତମେ ଯଦି ପ୍ରଭୁଙ୍କ ଠାରେ ବିଶ୍ୱାସ ରଖିଛ ବୋଲେ ପ୍ରଭୁ ତମମାନଙ୍କୁ ନିଶ୍ଚିନ୍ତ ଆଗକୁ ବଢ଼େଇବେ ମୋର ବିଶ୍ୱାସ। ଆଜି ମୋତେ ପ୍ରଭୁ ଆଜି ଦାନ ଦେଇଛି ବୋଲି ମୁଁ ତମମାନଙ୍କୁ ଜଣାଉଛି, ନହେଲେ ଆଜି ମୁଁ ତମମାନଙ୍କୁ କହିନଥାନ୍ତି। ସେଇଥିପାଇଁ ପ୍ରଭୁ ସବୁ କିଛି ଟାଇମଲି ଦେବ। ତ ଆମେ ଗୋଟେ ଜିନିଷ ଯେଉଁ ବି ଜିନିଷ ହଉ ଆମେ ଯଦି ଭାତ ରୋଷେଇ କରୁଛୁ ବୋଲେ ସେ ପାଣି
फास्ट पानी पकाउछु डेक्चीरे से पानी गरम होला पर ही चाउल पकाउ सेइथिपाई आमे जो भी जिनिस मागुछु प्रभु निश्चिंत लेवल बाय लेवल देव स्टेप बाय स्टेप देव सेइथिपाई तमे जो भी जिनिस डायरेक्टली आसे से जिनिस नष्ट हेब सेइथिपाई जो जिनिस प्रभु ठीक टाइम रे देले से जिनिस सब अनंत काल जाय नै के पवित्र होइके रहब सेइथिपाई प्रभु ठारे विश्वास रख प्रभु निश्चिंत तमनको सब सुख दुखर सब किसी छा भरोसा हो सेइथिपाई हेले तमे प्रभुଙ୍କର आज्ञा बहो प्रभु ठारे विश्वास रख प्रभु ठारे कर्म कर पापमय जीवन ठु निजको अलगा कर मोर आज यही टॉपिक थिला निश्चित तमने बुझी दियो प्रभु यीशुଙ୍କ नारे निज जीवन को समर्पण कर मोर विश्वास आसंत प्रभु यीशुଙ୍କ नारे प्रार्थना करे प्रभुଙ୍କ नारे वचन को आमे समाप्त करू धन्यवाद यीशु आपा सुंदर वचन आम जीवन देवानित कटले धन्यवाद यीशु आपा जो अने तोर विश्वास अविश्वास जीवन यापन कर प्रभु गे पवित्र वचन द्वारा को बुद्धि ज्ञान दे प्रभु आत्मिक ज्ञान बुद्धि दे बुझी वचन लेकिन चली पर शक्ति दिए प्रभु इब्राहिम को तुम जमी 100 वर्षर आ सारा जिते 90 वर्ष थिला से भी से सारा विश्वास कला अब्राहम भी विश्वास कला प्रभु को से भू पिता बो वंशर पिता कर प्रभु से प्रकार जो भाई बहनी और विश्वास जीवन जापन विश्वास धैर्य ज्ञान बुद्धि सहित आगे बढ़ा किंतु तो ना चली पारे तोर पापमय निज पापमय जीवन त्याग करके तो ना चली साहय कर राजा तो निश्चिंत साहय कर प्रभु को तोर दया तोर कृपा रे वचन रे को आगु को बड़ा मोर विश्वास निश्चिंत प्रभु को जो भी काम करू भल काम कर प्रभु मुझे यदि भूल रे वचन जोटा भी कही मत क्षमा करे मत सत्यता जना प्रभु ए सुंदर वचन आम जीवन रे देवानित कोटि धन्यवाद अच्छी ए प्रार्थना मु यीशु नाम रे मांगु शुणे और दया कर प्रार्थना ग्रहण कराने शुणु समस्ते प्रभु यीशु नाम में नमस्कार जन समस्ते भल थे वचन शिखिक निश्चिंत प्रभु ना तुम निश्चिंत संपर्क बहुत बढ़ी बढ़ी जाऊ प्रभु ठारे तुम निकट हो मोर विश्वास समस्ते टाइमली तुम निज को टाइम काढ़ प्रभु वचन आग को बढ़ प्रभु ना आग को बढ़ मोर विश्वास तुम निश्चिंत प्रभु ना आग को बढ़ प्रभु यीशु को प्रभु यीशु तुम के आशीर्वाद कर तुम तुम भाभी नथने मैं भनी कौन कर कौन तुम कौन करवा पवित्र बाइबल सब दिन पढ़ले प्रभु परिचय तुम आस्ते 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 जापर प्रभु आम के महान सबकि आम प्रभु बिना मूल्य दान देती आम जो भी ज्ञान पाचे आम समस्त बिना मूल्य देवा आ जो भाई भौणी अविश्वास विश्वास नहीं कले वचन द्वारा शिखाओ प्रभु ना आगे को बढ़ से रिक्वेस्ट कर प्रभु यीशु नाम समस्ते भल ए वीडियो में समाप्त कर आमीन।